ଭାଗ୍ୟଟା ବେଳେ ବେଳେ ଏତେ ନିର୍ଦ୍ଦୟ ହୋଇଯାଏ ଯେ ନା କହି ହୁଏ ନା ସହି ହୁଏ। ଆଖି ପିଛୁଳାକେ ସବୁ କିଛି ଜଳି ପୋଡ଼ି ପାଉଁଶ ହୋଇଯାଏ। ଯାହା ଏବେ ଆପଣ ଦେଖୁଛନ୍ତି ସବୁ କିଛି ପାଉଁଶରେ ପରିଣତ ହୋଇଯାଇଛି। ବର୍ଷ ଯାକର ଝାଳ ବୁହା ଧନ, ଝିଅ ବାହାଘର ପାଇଁ ଥିବା ସୁନା କାନ ଫୁଲ, ସଞ୍ଚିତ ବିଡ଼ା ବିଡ଼ା ଟଙ୍କା, ଜରୁରୀ ଆଧାର କାର୍ଡ, କାଗଜପତ୍ର, ଘରର ଆସବାବ ପାତ୍ର ସବୁକିଛି ପୋଡ଼ି ପାଉଁଶ। ପୋଡ଼ି ଯାଇଛି ଗୋଟେ ବାପାର ବିଶ୍ୱାସ, ଜଳି ଯାଇଛି ଗୋଟେ ଝିଅର ସ୍ୱପ୍ନ, ଆଉ ଜଳି ପୋଡ଼ି ପାଉଁଶ ହୋଇଯାଇଛି ଗୋଟେ ମାର ମନ। ଦର୍ଶକ ବନ୍ଧୁ, ଏ ଦୃଶ୍ୟ ହେଉଛି ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ବାଉଁଶପାଳ ଗାଁର ବସନ୍ତ ମଲ୍ଲିକଙ୍କ ଘରର। ବସନ୍ତଙ୍କ ଦୁଇ ଝିଅ ଘରୋଇ ସଂସ୍ଥାରେ କାମ କରି ଦି ପଇସା ସଞ୍ଚୟ କରି ରଖିଥିଲେ। ବାପାଟା ବି ଦିନ ରାତି ଏକ କରି ଖଟି ଖଟି କିଛି ପଇସା ସଞ୍ଚୟ କରିଥିଲେ। ଘର କରିବେ, ଝିଅକୁ ବାହା ଦେବେ। ମାତ୍ର ଏସବୁ ସ୍ୱପ୍ନକୁ ଏବେ ପାଉଁଶ ତଳୁ ସାଉଁଟିବାରେ ବ୍ୟସ୍ତ ପୁରା ପରିବାର। ଯାହା ଆଉ କେବେ ବି ଫେରି ପାଇବେନି। ଖାଲି ଟଙ୍କା ନୁହେଁ, ଧାନ ଚାଉଳ ବି ଜଳି ପୋଡ଼ି ଛାରଖାର ହୋଇଯାଇଛି। ବୁଧବାର ରାତିରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି 2 ବଖରା ଚାଳ ଛପର ଘର ଏବେ ପାଉଁଶରେ ପରିଣତ। ଥରେ ଚିନ୍ତା କଲେ ଏ ପରିବାର ଖାଇବେ କ'ଣ, ରହିବେ କୋଉଠି? ତେଣୁ କିଛି ସରକାରୀ ସହାୟତା ପାଇଁ ପରିବାରଙ୍କ ସହିତ ଗାଁ ଲୋକେ ଆକୁଳ ନିବେଦନ କରିଛନ୍ତି। ସତରେ ନିୟତିଟା ବେଳେ ବେଳେ ଏତେ ନିଷ୍ଠୁର ହୋଇଯାଏ ଯେ ନା କହି ହୁଏ ନା ସହି ହୁଏ। ଖାଲି ଛାତି ଫଟେଇ କାନ୍ଦିବା ଛଡ଼ା ଆଉ କିଛି ଉପାୟ ହିଁ ନଥାଏ। ବ୍ୟୁରୋ ରିପୋର୍ଟ, DNK ଲାଇଭ୍।